तो निश्चित कथा ଆଉ ବିଧାନସଭାରେ ବସିବା ଠାରୁ ବଳକା କାମ ବିଧାୟକ ସାର୍ ଦିନକୁ ଥରେ ଆମର ପ୍ରେସ କନଫରେନ୍ସ ଜରିଆରେ ସେ ବାର୍ତ୍ତା ଦଉଛନ୍ତି ଓଡ଼ିଶା ଦୋହଲିଲାଣି କିନ୍ତୁ ଗୋଟିଏ ଜିନିଷ ଆମମାନଙ୍କୁ ଆଉ ଟିକେ କ୍ରିୟାଶୀଳ ଶକ୍ତିଶାଳୀ ହେବା ପାଇଁ ହେଲେ ପ୍ରତି ବ୍ଲକ ହେଡକ୍ୱାର୍ଟରରେ ଆଉ କିଛି ଦିନ ପରେ ହୁଏତ ମାସେ ବି ଯାଉ ସାର୍ ଆସ୍ତେ ଆସ୍ତେ ଆମେ 10-15 ଦିନ ଭିତରେ ନିଜ ନିଜ ଜିଲ୍ଲାକୁ ବ୍ଲକକୁ ଆମେ କ୍ରିୟାଶୀଳ କରିବା ଭିଡିଓ ଦେଖିଲା ପରେ ମୁଁ ଥିଲି ସାର୍ କେବଳ ଆପଣଙ୍କ ଠାରୁ ମୁଁ ଅନୁପ୍ରାଣିତ ହେଲି ଯଦି ବିଜେପିର ତା ରାଜ୍ୟ ସ୍ତରରେ ନିଜ ଥାଉ ସେ ଯଦି ଆମ ପାଇଁ ନ୍ୟାୟ ଦାବି ନିମନ୍ତେ ମୁଣ୍ଡ ଟେକି ପାରୁଛି ମୁଁ କନ୍ଧମାଳ ଜିଲ୍ଲାରେ ମୁଁ ବାଲିଗୁଡ଼ା ସବ୍ ଡିଭିଜନରେ ଏକତ୍ରିତ କରିଥିଲେ ପାରିବି ଲୋକମାନଙ୍କୁ ଆଉ ସେହି ସମ୍ପର୍କରେ କେବଳ ଆପଣଙ୍କ ଠାରୁ ମୁଁ ଅନୁପ୍ରାଣିତ ହେଉଛା ସ୍ତରୀୟ 9ଟି ବ୍ଲକର ଲୋକଙ୍କୁ ନେଇକି ସାର୍ 18 ଲୋକଙ୍କୁ ନେଇକି ପଦଯାତ୍ରା କରିକି ଆମେ ଦାବି କରିଲୁ ଆଉ ଆପଣଙ୍କୁ ମଧ୍ୟ ମୁଁ ପର୍ସନାଲ ହ୍ୱାଟ୍ସଆପରେ ତାର କିଛି ଝଲକ ମଧ୍ୟ ମୁଁ ପଠେଇଥିଲି ମୁଁ ଦେଖିଛି ଉପଖଣ୍ଡ ସ୍ତରୀୟ ଯେତେ ବିଷୟ ଆପଣଙ୍କ ଠାରୁ ମୁଁ ଖବର ପାଏ ମୁଁ ଆମମାନଙ୍କର ଉପଖଣ୍ଡ ସ୍ତରୀୟ ଯେତିକି ହିତାଧିକାରୀ ମାନଙ୍କୁ ମେସେଜ ଦିଏ ଯେ ବିଦ୍ୟାଧର ସାର୍ ଆମମାନଙ୍କ ପାଇଁ ଲଢ଼େଇ ଜାରି ରଖିଛନ୍ତି ଆଗକୁ ମଧ୍ୟ ଜାରି ରଖିବେ ଆମେ କେବଳ ତାଙ୍କ ପଛରେ ରହିବା ଆଉ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ବିଶେଷ କରି ବାଲିଗୁଡ଼ା ଉପଖଣ୍ଡରେ ବନ୍ୟା ହିତାଧିକାରୀ ମାନଙ୍କ ପାଇଁ ଆମେ ଭଲ କାମ କରୁଛୁ ଆଗାମୀ ସମୟରେ ଆପଣ ଯେକୌଣସି ଯେକୌଣସି ପରାମର୍ଶ ଦେବୁ କିନ୍ତୁ ଗୋଟିଏ ବିଷୟ ସାର୍ କୁହନ୍ତୁ ଆପଣ କହିଲେ ପ୍ରତି ଜିଲ୍ଲାରେ ନିହାତି ଆମମାନଙ୍କର ଅଫିସ ପ୍ରଥମରେ ଆମମାନଙ୍କର ଆଜ୍ଞାମାନେ କେତେ କଥା କହୁଛନ୍ତି ଯେ ବର୍ତ୍ତମାନ ଆମେ ବିଧାନସଭାରେ ବସିବା ଆଜ୍ଞା ବିଧାନସଭାରେ ବସିବା ତ ନିଶ୍ଚିତ କଥା ଆଉ ବିଧାନସଭାରେ ବସିବା ଠାରୁ ବଳକା କାମ ବିଧାୟକ ସାର୍ ଦିନକୁ ଥରେ ଆମଙ୍କର ପ୍ରେସ କନଫରେନ୍ସ ଜରିଆରେ ସେ ବାର୍ତ୍ତା ଦଉଛନ୍ତି ଓଡ଼ିଶା ଦୋହଲିଲାଣି କିନ୍ତୁ ଗୋଟିଏ ଜିନିଷ ଆମମାନଙ୍କୁ ଆଉ ଟିକେ କ୍ରିୟାଶୀଳ ଶକ୍ତିଶାଳୀ ହେବା ପାଇଁ ହେଲେ ପ୍ରତି ବ୍ଲକ ହେଡକ୍ୱାର୍ଟରରେ ଆଉ କିଛି ଦିନ ପରେ ହୁଏତ ମାସେ ବି ଯାଉ ସାର୍ ଆସ୍ତେ ଆସ୍ତେ ଆମେ 10-15 ଦିନ ଭିତରେ ନିଜ ନିଜ ଜିଲ୍ଲାକୁ ବ୍ଲକକୁ ଆମେ କ୍ରିୟାଶୀଳ କରିବା ଏବଂ ଅନ୍ତତଃ 15 ଦିନ ମାସେ ପରେ ବିଜେପିର ରାଜ୍ୟ ସଭାପତି ଗୋଟିଏ ଡାକରା ଦେବେ ଗୋଟିଏ ତାରିଖରେ ଆମେ ଆଉ ପ୍ରତ୍ୟେକ ବ୍ଲକ ଓଡ଼ିଶାର 314 ଯେତିକି ବ୍ଲକ ଅଛି ସାର୍ ପ୍ରତ୍ୟେକ ବ୍ଲକ ହେଡକ୍ୱାର୍ଟରରେ ତମ୍ବୁ ଭିଡ଼ି ସାର୍ ଏଇ ପ୍ରଥମ ମାନେ ପ୍ରୟାସ ଟିକେ କରିବା ତମ୍ବୁ ଭିଡ଼ି ଆମେ 6 ଘଣ୍ଟା ଧାରଣାରେ ଆମେ ବସିବା ତତ୍ପରେ ନିଶ୍ଚୟ ଏହା ପବ୍ଲିସିଟି ହେବ ପବ୍ଲିସିଟି ହେଲା ପରେ ଏଇ ଆଉ ଗୋଟେ ସ୍ପିରିଟଟା ହିତାଧୀ ମାନଙ୍କ ପାଖକୁ ପହଞ୍ଚିବ ତାପରେ ଆପଣ ସାର୍ ପରବର୍ତ୍ତୀ ସମୟରେ ବିଧାନସଭାକୁ ସମ୍ମୁଖରେ ଧାରଣା ଦେବା ପାଇଁ ଯଦି ଡାକରା ଦେବେ ତାହେଲେ ବିପୁଳ ସଂଖ୍ୟାରେ ସାର୍ ଲୋକ ଯିବେ କନ୍ଧମାଳରୁ ଅତି କମରେ 500 ଲୋକ ନେଇକି ଆସିବା ପାଇଁ ପ୍ରସ୍ତୁତ ଅଛି ଅଶେଷ ଧନ୍ୟବାଦ ମୋ ଡିଗଲଙ୍କର ବହୁତ ଭଲ ଲାଗିଲା ମୁଁ ସେଇଥିପାଇଁ